ଶାସ୍ତ୍ର ଅନୁସାରେ ଖାଇବା ସମୟରେ କଥା କହିବା ଉଚିତ ନୁହେଁ। କାହିଁକି? ଏହା ପଛରେ ଥିବା ଆଧ୍ୟାତ୍ମିକ ରହସ୍ୟ ଓ ବିଜ୍ଞାନ କ'ଣ କହୁଛି ଆସନ୍ତୁ ଜାଣିବା। ଆମ ଭାରତୀୟ ପରମ୍ପରାରେ ଖାଇବା କେବଳ ପେଟ ଭରିବାର ଏକ ପ୍ରକ୍ରିୟା ନୁହେଁ। ଅନ୍ନ ହେଉଛି ଜୀବନ। ଅନ୍ନରୁ ଶରୀର ତିଆରି ହୁଏ। ଅନ୍ନରୁ ଶକ୍ତି ମିଳେ। ଅନ୍ନରୁ ମନ ମଧ୍ୟ ପ୍ରଭାବିତ ହୁଏ। ସେଥିପାଇଁ ଆମ ଘରେ ଛୋଟବେଳୁ ଏକ କଥା କୁହାଯାଉଥିଲା, ଖାଇବା ବେଳେ ଅଧିକ କଥା କହିବା ନାହିଁ। କିନ୍ତୁ ପ୍ରଶ୍ନ ହେଉଛି, ଏମିତି କାହିଁକି କୁହାଯାଉଥିଲା? ଏହା କେବଳ ପୁରୁଣା ଲୋକଙ୍କର ଏକ ନିୟମ ଥିଲା, ନା ଏହା ପଛରେ ଥିଲା ଗଭୀର ଆଧ୍ୟାତ୍ମିକ ଜ୍ଞାନ ମଧ୍ୟ ଅଛି? ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ଆଜିର ବିଜ୍ଞାନ ମଧ୍ୟ ଖାଇବା ସମୟରେ ସଚେତନ ଭାବରେ ଖାଇବା, ଧୀରେ ଖାଇବା ଏବଂ ଖାଦ୍ୟ ଉପରେ ଧ୍ୟାନ ଦେବାର ଗୁରୁତ୍ୱକୁ ଆଲୋଚନା କରୁଛି। ତେବେ ଶାସ୍ତ୍ର କ'ଣ କହୁଛି? ବିଜ୍ଞାନ କ'ଣ କହୁଛି? ଆଉ ଦୁଇଟି କଥା ମଧ୍ୟରେ ସମ୍ପର୍କ କ'ଣ? ଆସନ୍ତୁ ଜାଣିବା। ଭଗବତ ଗୀତା ଖାଦ୍ୟ ବିଷୟରେ କ'ଣ କହେ? ଭଗବତ ଗୀତାର 17ତମ ଅଧ୍ୟାୟରେ ଶ୍ରୀକୃଷ୍ଣ ଖାଦ୍ୟକୁ ସାତ୍ତ୍ୱିକ, ରାଜସିକ ଓ ତାମସିକ ଗୁଣ ସହିତ ସମ୍ପର୍କ କରି ବର୍ଣ୍ଣନା କରିଛନ୍ତି। ଶ୍ଲୋକ 17.8ରେ କୁହାଯାଇଛି, ଆୟୁ ସତ୍ତ୍ୱ ବଳାରୋଗ୍ୟ ସୁଖ ପ୍ରୀତି ବର୍ଦ୍ଧନା। ଅର୍ଥାତ୍ ଯେଉଁ ଖାଦ୍ୟ ଆୟୁ ସତ୍ତ୍ୱ ଶକ୍ତି ସ୍ୱାସ୍ଥ୍ୟ ସୁଖ ଓ ସନ୍ତୋଷ ବଢ଼ାଏ, ସେହିପରି ଖାଦ୍ୟ ସାତ୍ତ୍ୱିକ ବୋଲି ବର୍ଣ୍ଣିତ। ଏଠାରେ ଧ୍ୟାନ ଦେବା କଥା, ଗୀତା କେବଳ କ'ଣ ଖାଇବ ପ୍ରଶ୍ନ କରୁନାହିଁ, ଏହା ଆମକୁ ଏହି ଦିଗରେ ଚିନ୍ତା କରାଏ, ଆମେ କିପରି ଜୀବନ ଜୀଇଁବା। ଖାଦ୍ୟ ଶରୀରକୁ ପ୍ରଭାବିତ କରେ, ଶରୀର ମନକୁ ପ୍ରଭାବିତ କରେ, ମନ ଆମର ଚିନ୍ତାକୁ ପ୍ରଭାବିତ କରେ, ଆଉ ଚିନ୍ତା ଆମର କର୍ମକୁ ପ୍ରଭାବିତ କରେ। ତେଣୁ ଭୋଜନ କେବଳ ଶରୀରର ବିଷୟ ନୁହେଁ, ଏହା ମନ ଓ ଚେତନାର ବିଷୟ ମଧ୍ୟ। ତୈତ୍ତିରୀୟ ଉପନିଷଦର ଏହି ଧାରଣାରେ ଅନ୍ନ, ପ୍ରାଣ, ଶରୀର ଓ ଜୀବନର ଗଭୀର ସମ୍ପର୍କ ବର୍ଣ୍ଣନା ହୋଇଛି। ତେଣୁ ଆମ ପରମ୍ପରାରେ ଭୋଜନ ପୂର୍ବରୁ ପ୍ରାର୍ଥନା କରିବା, ଭଗବାନଙ୍କୁ ସ୍ମରଣ କରିବା, ଅନ୍ନକୁ ପ୍ରଣାମ କରିବା, ଏସବୁ କେବଳ ଆଚାର ନୁହେଁ, ଏହାର ମୂଳ ଭାବନା ହେଉଛି, ଯାହା ଆମ ଶରୀରକୁ ଧାରଣ କରୁଛି, ଆମେ ତାହାକୁ ସମ୍ମାନ କରିବା ଉଚିତ। ଆଜି ରାତିରେ ଗୋଟିଏ ପରୀକ୍ଷା କରନ୍ତୁ। ଖାଇବା ପୂର୍ବରୁ ମୋବାଇଲ ଦୂରେ ରଖନ୍ତୁ। ଟିଭି ବନ୍ଦ କରନ୍ତୁ। ପ୍ରଥମ ଖାଇବା ପୂର୍ବରୁ ଥାଳିକୁ ଦେଖନ୍ତୁ। ମନରେ କୁହନ୍ତୁ, ଏହି ଅନ୍ନ ପାଇଁ ମୁଁ କୃତଜ୍ଞ। ତାପରେ ଧୀରେ ଧୀରେ ଖାଆନ୍ତୁ। ପ୍ରତ୍ୟେକ ଥର ଅନୁଭବ କରନ୍ତୁ। ଖାଦ୍ୟର ସ୍ୱାଦ ଅନୁଭବ କରନ୍ତୁ, ଗନ୍ଧ ଅନୁଭବ କରନ୍ତୁ, ଚୋବାଇବାକୁ ଅନୁଭବ କରନ୍ତୁ। ଆପଣ ଦେଖିବେ, ଆପଣ କେବଳ ଖାଦ୍ୟ ଖାଉନାହାନ୍ତି, ଆପଣ ଖାଦ୍ୟ ସହିତ ଏକ ସମ୍ପର୍କ ତିଆରି କରୁଛନ୍ତି। ଶାସ୍ତ୍ର ଓ ବିଜ୍ଞାନ ଏକ ସୁନ୍ଦର କଥା। ଶାସ୍ତ୍ର ଆମକୁ କହେ, ଅନ୍ନକୁ ସମ୍ମାନ କର, ମନକୁ ଶାନ୍ତ କର, ସଂଯମରେ ଖାଅ, ଭୋଜନକୁ ପବିତ୍ର ଭାବରେ ଗ୍ରହଣ କର। ଆଧୁନିକ ଗବେଷଣା ଆମକୁ କହୁଛି, ଖାଇବା ସମୟରେ ସଚେତନତା ଓ ଧୀର ସ୍ଥିର ଭାବରେ କିଛି ଖାଇବା ଆଚରଣ ଆମକୁ ଭଲ ଦିଗକୁ ନେଇପାରେ। ଶାସ୍ତ୍ର ଓ ବିଜ୍ଞାନ ଅଲଗା ହେଲେ ବି ଦୁଇଟିର କାମ ଅଲଗା ନୁହଁ। ଶାସ୍ତ୍ର ଆମକୁ ଜୀବନର ମୂଲ୍ୟ, ଶିଷ୍ଟାଚାର ଶିଖାଏ। ବିଜ୍ଞାନ ତାହାର ଶାରୀରିକ ଓ ମାନସିକ ପ୍ରକ୍ରିୟାକୁ ପରୀକ୍ଷା କରେ। ତେଣୁ ପରବର୍ତ୍ତୀ ଥର ଆପଣ ଖାଇବାକୁ ବସିଲେ ଥାଳିକି ଦେଖନ୍ତୁ, ମନେ ପକାନ୍ତୁ, ଏହି ଅନ୍ନ ପଛରେ କେତେ ଲୋକଙ୍କର ପରିଶ୍ରମ ଅଛି, କେତେ ପ୍ରକୃତିର ଅବଦାନ ଅଛି, କେତେ ମାଆଙ୍କର ସ୍ନେହ ଅଛି, କେତେ ଶ୍ରମିକଙ୍କ ପରିଶ୍ରମ ଅଛି। ତେଣୁ ଭୋଜନକୁ କେବଳ ଖାଇ ଦିଅନ୍ତୁ ନାହିଁ, ସମ୍ମାନର ସହିତ ଗ୍ରହଣ କରନ୍ତୁ। କଥା କହିବା ଅପରାଧ ନୁହେଁ,
ଭୋଜନ ସମୟରେ କଥା କହିବା ଅପରାଧ ନୁହେଁ, କିନ୍ତୁ ଖାଦ୍ୟ ମୁହଁରେ ରଖି କଥା କହିବା, ତୁରନ୍ତ ଖାଇବା, ଅସାବଧାନ ହେବା ଏସବୁ ଏଡ଼ାଇବା ଭଲ। କାରଣ ଭୋଜନ ସମୟରେ ଆମେ ଯେତେ ସମୟ ଅଧିକା ସଚେତନ ହେବା, ସେତେ ଅଧିକ ଆମେ ବୁଝିପାରିବା ଅନ୍ନ କେବଳ ଖାଦ୍ୟ ନୁହେଁ, ଅନ୍ନ ହେଉଛି ଜୀବନର ଆଧାର। ତୈତ୍ତିରୀୟ ଉପନିଷଦର ଏହି ଛୋଟ ବାକ୍ୟଟିକୁ ମନେ ରଖନ୍ତୁ। ଅନ୍ନଂ ନ ନିନ୍ଦ୍ୟାତ୍, ଅନ୍ନକୁ ଅପମାନ କର ନାହିଁ। ଏବଂ ଆଜିଠାରୁ ଭୋଜନ ସମୟରେ ନିଜକୁ ଗୋଟିଏ ପ୍ରଶ୍ନ ପଚାରନ୍ତୁ, ମୁଁ ଖାଦ୍ୟ ଖାଉଛି ନା ଖାଦ୍ୟକୁ ସମ୍ମାନର ସହିତ ଗ୍ରହଣ କରୁଛି? ଏ ଦୁଇଟି କଥା ମଧ୍ୟରେ ବହୁତ ବଡ଼ ପାର୍ଥକ୍ୟ ଅଛି। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ନିଜ ପରିବାର ଓ ବନ୍ଧୁମାନଙ୍କ ସହ ସେୟାର କରନ୍ତୁ ଏବଂ ଏଭଳି ଶାସ୍ତ୍ର, ପରମ୍ପରା, ଆଧ୍ୟାତ୍ମିକତା ଓ ବିଜ୍ଞାନ ଆଧାରିତ ଭିଡ଼ିଓ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ପୁଣି ଏକ ନୂଆ ବିଷୟ ସହିତ ଦେଖା ହେବ। ନମସ୍କାର। ଜୟ ଜଗନ୍ନାଥ।